ଭାଇ ଦେଶ ଯେତେବେଳେ ସୁରକ୍ଷିତ ହାତରେ ଥିଲା ସମସ୍ତେ ଡିଣ୍ଡିମ ପିଟୁଛନ୍ତି। ମିଡିଆ ତ ମାଷ୍ଟର ଷ୍ଟ୍ରୋକ କହି ଚାଲିଛି। ଅଯୋଧ୍ୟା କାଣ୍ଡ ହେଲା ପରେ ବି ମାଷ୍ଟର ଷ୍ଟ୍ରୋକ କହି ଚାଲିଛି। ଦେଶ ଯେତେବେଳେ ସୁରକ୍ଷିତ ହାତରେ ଥିଲା, ରାମ ମନ୍ଦିର ଏତେ ବଡ ସିକ୍ୟୁରିଟି, ଏତେ ବଡ ସେନ୍ସିଟିଭ ଇସ୍ୟୁ ଚୋରି କେମିତି ହେଇଗଲା? ଦେଖନ୍ତୁ, ଯେତେବେଳେ ସୁପ୍ରିମକୋର୍ଟର ଆସିଲା ରାୟ ଆସିଲା ଗୋଟେ ଟ୍ରଷ୍ଟ ହବ, ସେ ଟ୍ରଷ୍ଟରେ କିଏ କିଏ ରହିବେ ସବୁ ଡିସାଇଡ କରିଥିଲେ ନିଜ ପ୍ରଧାନମନ୍ତ୍ରୀ ମୋଦି। ସେତେବେଳେ କୁହାଗଲା ସେଇମାନେ କେବଳ ହିନ୍ଦୁ, ବାକି ଆଉ କେହି ହିନ୍ଦୁ ନୁହନ୍ତି। ସେ ସମୟରେ ଆମର ଜଗନ୍ନାଥ ମନ୍ଦିରରେ ବି ଲୀଳା ଚାଲିଥିଲା। ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚୋରି ହେଇଛି, ତାମିଲନାଡୁ ଚାଲି ହେଇଛି। ତେବେ ଯାହା ହଉ, ଆମେ ସମସ୍ତେ ଦେଖିଲୁ ପ୍ରଧାନମନ୍ତ୍ରୀ ମୋଦି ବାଳୁତ ରାମଙ୍କର ଆଙ୍ଗୁଠି ଧରି ଚଲେଇ ଚଲେଇ ମନ୍ଦିରରେ ପ୍ରବେଶ କରିଲେ। କୁହାଗଲା ସେଇମାନେ କେବଳ ହିନ୍ଦୁ, ବାକି ସବୁ ହିନ୍ଦୁ ବିରୋଧୀ। ଆଜି ଯେତେବେଳେ ଦେଖାଗଲା ରାମ ମନ୍ଦିରରେ ଚୋରି ହେଇଛି ମିନିମମ୍ 200 କୋଟି ଟଙ୍କା, କେବଳ 40 ଦିନର ସିସିଟିଭି ଫୁଟେଜରେ ଦେଖାଗଲା 70 ଥର ଚୋରି ହେଇଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଚୋରି ହୋଇଛି କି ନାହିଁ। एकथा सरकार मानुଛନ୍ତି चोरी होती। दायी किए रहे ସେଇ କଥା ତ ପଚାରୁଛି। निजे प्रधानमंत्री से नियुक्त करते एते दिन है चली चोरी। सरकार कहीं चुप रोते से केंद्र सरकार हो कारण राम मंदिर उद्घाटन, अयोध्या राम मंदिर उद्घाटन सब इलेक्टोराल फायदा तो बीजेपी ने प्रधानमंत्री मोदी ने अलग कथा। जब परवर्ती काल अयोध्या पाखापाखि जिते सब निर्वाचन मंडली अच्छी सबुत बीजेपी हारिला, किंतु से चेष्टा करते बाकी समस्त हिंदू विरोधी होते। तुम्हें राम मंदिर चोरी कल, प्रभु श्रीराम मंदिर चोरी कल, चोरी कल कल जहा लोकंर आस्था सहित खेल खेल। मो कहवा कथा आप देखिए ओडिशा मीडिया से कंपी थी, लाइव टेलीकास्ट कर बस जोगे मागणा अयोध्या यात्रा ओडिशा खाली ट्रक रे बोले कि संकीर्तन मंडली विभिन्न जगह बुलूले। आज ओडिशा मीडिया चुप कहीं, आज ओडिशा मीडिया चुप कहीं? ओडिशा मीडिया निर्वाचन पूर्व जगन्नाथ मंदिर संगे सेम तो प्रचार करता। तमिलनाडु चाबी चली जाइए, प्रधानमंत्री निजे आसी कहते राति अधरे किए खोलुला। 2 वर्ष कि जना पड़े एमाने भंड हिंदू, एमाने हिंदू नुहंती, हिंदू ना राजनीति करवा जानते एवं टंका लुटिवा लुट्र तो कौन से सीमा नहीं है। आप जानते काकुड़ी स्कीम गोटे होता, काकुड़ी स्कीम जो कृषि मंत्री स्कीम आनी से 69 लाख टका बेनिफिट पाई, निजे सैंक्शन करछंती, निजे अप्लाई करछंती, निजे सब किछि करछंती। खाली काकुड़ी नुह, आखुर स्वरूप बेनिफिट पाई। पेट्रोल रे आखुरस मिसा हम कही एवं से जो आखुरस जो तैयारी करुच्ची इथेनॉल से खुद केंद्र मंत्री दीपु ये धर्म, ये हिंदू धर्म। चिंता करंतु ये जो चोरी है अयोध्या मंदिर रू जदि को अब्दुल था कि को सरफराज था केते बड़ हंगामा होता। एमानकर काम किछि नुहे, धर्म ना लोक विभ्रांत करी समस्त को अण हिंदू निजे केवल हिंदू कही टंका लुट करवा, सुना लुट कर, सुना इटा चोरी होइछि। जो माने चांदीर मुकुट देते से कहते मोर रसीद पाइनी, से सब कड़ा ये घटना जिते बड़े प्रकाश पाइला गोटे यूट्यूबर अभिषेक बड़ी प्रकाश कले 25 दिन काल सरकार चुप थे। अखिलेश यादव जिते ट्वीट कले से कथा आसला एवं गोटे एसआईटी बसैले। एसआईटी आजिकल गोटे धंदा हो, एसआईटी माने हूँ घटना को पुलिस जांच न करके थमे दिए। जी चोरी कर जो ट्रस्ट अभियोग होती तमें सब कर एसआईटी नियुक्त करते एसआईटी ही रिपोर्ट दौर।
ଚୋର ହାତରେ ଚାବିକାଠି। ଚୋର ହାତରେ ଚାବିକାଠି। ତେଣୁ ନା ନା ଏବେ ବିଜେପି ର ସମର୍ଥକ ମାନେ ଏବଂ ବିଜେପି ନେତା ମାନେ ମଧ୍ୟ କହୁଛନ୍ତି ଯୋଉମାନେ ଦିନେ ରାମ ମନ୍ଦିରକୁ ବିରୋଧ କରୁଥିଲେ ଆଜି ରାମ ମନ୍ଦିର ଚୋରି ହବା ଯୋଗୁଁ ସେଇମାନେ ହିଁ ପ୍ରଥମେ କ୍ୱେଶ୍ଚିନ୍ ଉଠଉଛନ୍ତି। ତେଣୁ ଏଟା ହିନ୍ଦୁଙ୍କର ମନ୍ଦିର, ହିନ୍ଦୁ ଚୋରି ହେଇଛି କି ନାହିଁ ସେମାନେ ହିନ୍ଦୁକୁ ଜବାବ ଦେବେ, ସମସ୍ତଙ୍କୁ ଜବାବ ଦେବେ। ତ ମୁଁ ତ ହିନ୍ଦୁ ନା, ମୋ ହିନ୍ଦୁ ହେବାର କିଛି ସନ୍ଦେହ ଅଛି ନା? ତାଙ୍କଠୁ ସାର୍ଟିଫିକେଟ ଦରକାର, ତମ ମନ୍ଦିରରୁ ଚୋରି କରିବ? ନା 2014 ପରର ହିନ୍ଦୁ ଆପଣ ନୁହଁ। 2014 ପୂର୍ବରୁ ସିଏ ଗୋଟେ ହିନ୍ଦୁ ଅଲଗା ଥିଲେ। 2014 ପରେ ଯୋଉ ନୂଆ ହିନ୍ଦୁ ସୃଷ୍ଟି ହେଇଛନ୍ତି ସେଇଥିରେ ଆପଣଙ୍କର ରେଜିଷ୍ଟର ହେଇଛି କି ନାହିଁ ଆପଣ ପ୍ରଥମେ କନଫର୍ମ କରନ୍ତୁ, ତାପରେ ଯାଇକି ଆପଣ ହିନ୍ଦୁ ବୋଲି କହିବେ। ଆମେ ସେ ଚୋରି କଲା ବାଲା ହିନ୍ଦୁ ନୁହେଁ, ଆମେ ଅବଦୁଲର ଦାଢି ପିନ୍ଧିବା ହିନ୍ଦୁ ନୁହେଁ, ଆମେ ପ୍ରକୃତ ରାମଙ୍କୁ ପିଲାଦିନୁ ଆମ ପରିବାରରୁ ଆମେ ଶିଖି ଆସିଛୁ। ଏମାନେ କଣ ଆମକୁ ସାର୍ଟିଫିକେଟ ଦେବେ? ତମେ ଆଜି କହୁଛ ହିନ୍ଦୁ ଲୋକ ଚୋରି କଲା ତ କଣ ହେଇଗଲା? ଏଇଟା କି ଯୁକ୍ତି? ଇଏ ଏମାନଙ୍କୁ ସବୁ ଓଡିଶାବାସୀ ଚିନି ରଖନ୍ତୁ। ଆଜି ଓଡିଶା ମିଡିଆ କାହିଁ ଚୁପ୍ ରହୁଛି? କୋଉ ମନ୍ତ୍ରୀ କି କୋଉ ବିଜେପି ନେତାଙ୍କୁ ଏ ବିଷୟରେ ଘେରିକିରି ପ୍ରଶ୍ନ କରାଉଛି? ମୁଁ ତ ଦେଖୁଛି ଯେତେବେଳେ ମନ୍ତ୍ରୀ ଫନ୍ତ୍ରୀ ଆସିକି ବାଇଟ୍ ଦଉଛନ୍ତି ସେ ଯାହା କହୁଛନ୍ତି ସୁନା ପିଲା ଭଳିଆ ତାକୁ ରେକର୍ଡ କରି ନେଇ ଆସୁଛନ୍ତି। କିଛି କାଉଣ୍ଟର କ୍ୱେଶ୍ଚିନ୍ ନାହିଁ। 2000 ରୁ ଉର୍ଦ୍ଧ୍ୱ ଭୁଲ ବାହାରିଲା ପାଠ୍ୟ ପୁସ୍ତକରେ, ତା ଉପରେ କୌଣସି ଚର୍ଚ୍ଚା ନାହିଁ। ସୁଜାତାଙ୍କର ଟାଇଟେଲ କାହିଁକି ରାଉତ ହେଲା ପାଣ୍ଡିଆନ ନୁହେଁ କି ତା ପାଇଁ ଗୋଟିଏ ଭୁଲ ପାଇଁ ଚର୍ଚ୍ଚା? ଭୁଲ ତ ନୁହେଁ, ତାରି ପାଇଁ ବେଶୀ ଚର୍ଚ୍ଚା ହଉଛି ମିଡିଆରେ। ଇଏ ହେଲା ମୁଖ୍ୟ ଖବରକୁ ଚପେଇବା ପାଇଁ ଇଏ ଗୋଟେ ରାସ୍ତା। ସୁଜାତା ଯଦି ତାଙ୍କ ଟାଇଟେଲ ରାଉତ ରଖିଲେ ତାଙ୍କ ଟାଇଟେଲ କଣ ରାଉତ ନୁହେଁ? ଆଜିକାଲି ଅଧିକାଂଶ ମହିଳା ମାନେ ତାଙ୍କ ବାପ ଘରର ସାଙ୍ଗିଆ ରଖୁଛନ୍ତି। ସେ ସାଙ୍ଗିଆ ରଖିଲେ ଅସୁବିଧା କଣ ହେଲା? ତାଙ୍କ ସାଙ୍ଗିଆ ପାଣ୍ଡିଆନ ବି ହେଇପାରିଥାନ୍ତା। ସେ ରାଉତ ରଖିବାକୁ ଚାହିଁଲେ ତାଙ୍କ ବାପ ଘରର ସାଙ୍ଗିଆ ରଖିଲେ। ଆଜିକାଲି ଯୋଉମାନେ ନାରୀ ସ୍ୱାଧୀନତା କଥା କହୁଛନ୍ତି ସେମାନେ ବିଶେଷ କରି ଏକ ଜିନିଷ ଉପରେ ଜୋର ଦଉଛନ୍ତି, ଆମେ ଆମ ସାଙ୍ଗିଆ ପରିବର୍ତ୍ତନ କରିବୁ। ସେ କଥା ଛାଡନ୍ତୁ। ମୁଁ ଦେଖୁଛି ପାଠ୍ୟ ପୁସ୍ତକ ନେଇକି ହଉ, ଯୋଉ ନିତ୍ୟାନନ୍ଦ ଗଣ୍ଡଙ୍କର ହଉ, ପୃଥ୍ୱୀରାଜ ହରିଚନ୍ଦନଙ୍କ ହଉ, ତାଙ୍କର ଯୋଉ ବାଇଟ୍ ନିଆହଉଛି ସେ ଯାହା କହୁଛନ୍ତି ସୁନା ପିଲା ଭଳି ତାକୁ ବାଇଟ୍ ନେଇକି ଆଣିକି ଦେଖେଇ ଦଉଛନ୍ତି। ଗୋଟିଏ ବି କାଉଣ୍ଟର କ୍ୱେଶ୍ଚିନ୍ ନାହିଁ। ତମେ ଡେରିରେ ପାଠ୍ୟ ପୁସ୍ତକ ଜାରି କଲ, ଏତେ ଗୁଡିଏ ଭୁଲ, ଏବେ କଣ ତମେ କରିବ? ଆଜି ଦିନରେ ଆପଣଙ୍କ ପାଖରେ କିଛି ଖବର ଅଛି କି? ସରକାର କଣ ଷ୍ଟେପ ନେଉଛନ୍ତି? ମୁଖ୍ୟମନ୍ତ୍ରୀ କହୁଛନ୍ତି କଣ ନା ଆମେ ସେ ବହି ପରିବର୍ତ୍ତନ କରିକି ନୂଆ ବହି ଦବୁ। ତା ପରଦିନ ନିତ୍ୟାନନ୍ଦ ଗଣ୍ଡ ଗଣଶିକ୍ଷା ମନ୍ତ୍ରୀ ସେ କହୁଛନ୍ତି, ତାଙ୍କୁ ଯେତେବେଳେ ପଚରା ହେଲା ନୂଆ ବହି ଦିଆହବ ନା ସେଇ ବହି କରେକ୍ସନ ହବ, ନା ସେ ଯୋଉ 14ଟା ପଏଣ୍ଟ ଜାରି ହେଇଛି ସେ 14ଟା ପଏଣ୍ଟରେ ଯାହା ଲେଖା ହେଇଛି ସେୟା ହବ। ସେଥିରେ ତ ଲେଖା ହେଇନି ନୂଆ ବହି ଦିଆହବ। ଆପଣ ଯାହା କରନ୍ତୁ, ଆପଣ ଜାଣିଛନ୍ତି ଗୋଟେ ଲେଖିବାଟା ଯେତିକି ସହଜ ତାକୁ କରେକ୍ସନ କରି ବଦଳେଇବାଟା ତାଠୁ ଆହୁରି କଷ୍ଟକର। ତମେ ତାକୁ କରିବ। କେତେ ଜଣ କହୁଛନ୍ତି ଯୋଉ ଯୋଉ ପୃଷ୍ଠାଟା ଭୁଲ ଅଛି ସେଇ ପୃଷ୍ଠା ଚେଞ୍ଜ ହବ। ବହି ପିଲାଙ୍କ ପାଖରେ ପହଞ୍ଚି ଯାଇଛି, ତମେ ତାକୁ ଫେରେଇକି ଆଣିକିରି କରିବ। କୁହାଯାଉଛି କଣ ନା ପୂର୍ବ ସରକାର ନୂଆ ଜାତୀୟ ଶିକ୍ଷାନୀତି ଲାଗୁ କରିନଥିଲେ, ଲେଟ୍ କରିଥିଲେ, ଆମେ ସେଟା ଲାଗୁ କଲୁ। କଣ ଅଛି ଭାଇ ସେ ନୂଆ ଶିକ୍ଷାନୀତିରେ? ଜାତୀୟ ଶିକ୍ଷାନୀତିରେ ନୂଆ ଶିକ୍ଷାନୀତି ପୁରା ନିମଡା ଶିଖିବେ, ତାପରେ ଯୋଉ ଝାଲମୁଢି କେମିତି ତିଆରି କରାଯାଏ ତାକୁ ଶିଖିବେ, ଶୁଖୁଆ ଚଡଚଡା ଶିଖିବେ। ଏଇ ତ ନୂଆ ଶିକ୍ଷାନୀତି। ସେତିକି ନୁହେଁ, ନୂଆ ଶିକ୍ଷାନୀତି ଏଇଥିପାଇଁ ଅଣା ଯାଇଥିଲା ତାଙ୍କର ଯୋଉ ହିନ୍ଦୁତ୍ୱ ଫିଲୋସଫି ତାଙ୍କର ଯୋଉ ଅଛି ଧର୍ମ ନିରପେକ୍ଷତା ବାଦ ବିରୋଧୀ ଏସବୁ ଜିନିଷ ତା ଭିତରେ କିନ୍ତୁ ପୁରାଯିବ, ସେଇଥିପାଇଁ ଅଣା ହେଇଥିଲା। ମତେ ଦୁଃଖ ଲାଗେ, ଇଏ ତ ଭୁଲ ଗଲା ଭୁଲ ସାରା ଓଡିଶାରେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। ସବୁଠୁ ବଡ ଭୁଲ ହେଲା ବର୍ତ୍ତମାନ ସାଇନ୍ସରେ କେତେ ଅଗ୍ରଗତି, ଏଆଇ ର ଯୁଗ ଆସିଛି, ସେମି କଣ୍ଡକ୍ଟର ଯୁଗ ଆସିଛି, ପାଶ୍ଚାତ୍ୟ ଦେଶ ମାନଙ୍କରେ ବିଜ୍ଞାନର ବହୁତ ଅଗ୍ରଗତି ହେଉଛି। ସେହି ଅନୁସାରେ ତମ ଶିକ୍ଷାନୀତିକୁ ଅପଡେଟ କରିବାର ଅଛି, ବିଜ୍ଞାନ ସମ୍ମତ ଚିନ୍ତାଧାରା ଭର୍ତ୍ତି କରିବାର ଅଛି। ତମେ ଏଇ ହିନ୍ଦୁ ମୁସଲିମ କଥା ଆକ୍ରମଣ କଥା ଏସବୁ ଭର୍ତ୍ତି କରିବା ପାଇଁ ଏବଂ ଯୋଉ ଇଏ ହଉଛି ଆଦିବାସୀ ମାନଙ୍କ ଜମି ଅଧିଗ୍ରହଣ ହଉଛି ସେଇଟା କୁଆଡେ ଭଲ, ଏଥିରେ କୋଉଠି ବିକାଶ ହବ, ଏଇ ସବୁ କଥା ଭର୍ତ୍ତି କରିବାକୁ ତମ ଇଜି ଭର୍ତ୍ତି କରିବା ପାଇଁ ତୁମେ ନୂଆ ଶିକ୍ଷାନୀତି ଏଠି ଲାଗୁ କଲେ ପୁରୁଣା ଶିକ୍ଷା
ତମେ ଯୋଉ ଯୋଉ ଷ୍ଟେଟରେ ପାୱାରରେ ଅଛ 35 ବର୍ଷ ହେଲା 30 ବର୍ଷ ହେଲା ସେଠି ନୂଆ ଶିକ୍ଷା ନୀତି ଲାଗୁ କରିକି କଣ ତୀର ମାରି ଦେଇଛ ତମେ ଓଡିଶାରେ ଲାଗୁ କରିବ ତମେ ଏତେ ଲେଟରେ ବହି ବାହାର କଲ ଦୁନିଆ ଭୁଲ ସେଥିରେ ତମର ତ ନେତା ଯେତେବେଳେ ଯାଉଛନ୍ତି ଇଣ୍ଟରନ୍ୟାସନାଲ ମଞ୍ଚରେ ଯେତେବେଳେ ପରିଚୟ ଦେଖିକି କହୁଛନ୍ତି ଆଉ ତମେ ନୂଆ ଶିକ୍ଷା ନୀତିରୁ କଣଟା ଅଧିକା ଆଉ ଛୁଆଙ୍କୁ ଶିଖଉଛ? ମୋର ଯାହା ଧାରଣା ଏମାନେ କିଛି ଜାଣନ୍ତି ନାହିଁ ଦିଲ୍ଲୀରୁ କଣ୍ଟ୍ରୋଲ ହଉଛି ସବୁ ଜିନିଷ ସେ ଅର୍ଥ ବିଭାଗ ହଉ କି ଗୃହ ବିଭାଗ ହଉ କି ଶିକ୍ଷା ବିଭାଗ ହଉ ଦିଲ୍ଲୀରୁ କେତେ ଜଣ ବ୍ୟୁରୋକ୍ରାଟ ଆସିଛନ୍ତି ସେଇମାନଙ୍କ ହାତରେ ଚାଲୁଛି ଏମାନେ ଖାଲି ବିଭିନ୍ନ ଜାଗାରେ ଭାଷଣ ଦଉଛନ୍ତି ଶୋଭାଯାତ୍ରା ଯାଉଛନ୍ତି ଏବଂ ବାଇଟ ଦଉଛନ୍ତି ତା ଛଡା ଆଉ କିଛି ନୁହେଁ ଆଉ ମଝିରେ ମଝିରେ ସନସନି ଖବର ଚାଲୁ କରୁଛନ୍ତି କଲର ଫାଇଲ ଚୋରି ହେଇଗଲା ହଁ ଏଇ ସବୁ ଖବର ବାହାର କରୁଛନ୍ତି ନ୍ୟୁଜରେ ରହିବା ପାଇଁ ମୋର ଅନୁରୋଧ ବଡ ବଡ ସେଠ ମାନଙ୍କର ଯୋଉ ମିଡିଆ ତାଙ୍କ ଉପରେ ତ ଭରସା ନାହିଁ ଆଉ ସେମାନେ ଖାଲି ଲାଗିଛନ୍ତି କୋଉ ଖବର ଚପିଆ ହବ କୋଉ ଖବର ଛଡା ହବ ଯୋଉମାନେ ୱେବ ମିଡିଆରେ ଅଛନ୍ତି ଆପଣ ମାନଙ୍କ ଭଳିଆ ମନ୍ତ୍ରୀଙ୍କର ଯେତେବେଳେ ବାଇଟ ନେଉଛନ୍ତି ଡରନ୍ତୁ ନାହିଁ କାଉଣ୍ଟର କ୍ୱେଶ୍ଚିନ୍ ପଚାରନ୍ତୁ ବହୁତ ବହୁତ ଧନ୍ୟବାଦ ଆମ ସହିତ ରହିଲେ ବହୁତ କିଛି କଥା ସେୟାର କଲେ ନମସ୍କାର।